ଆଜିର ଅଭିମତ କିନ୍ନରଙ୍କ ସଫଳତା ହୃଦୟ ଛୁଇଁଲା। ବି ଚନ୍ଦ୍ରଶେଖର ଆଚାରୀ, କେସିଙ୍ଗା କଳାହାଣ୍ଡି। ଏ ବର୍ଷର 10ମ ଶ୍ରେଣୀ ପରୀକ୍ଷା ଫଳ ସମସ୍ତଙ୍କୁ ଖୁବ୍ ଖୁସି କରିଛି। ତା ସହିତ ଭଦ୍ରକ ଜିଲ୍ଲାର ସରୋଜିନୀ ଉଚ୍ଚ ବିଦ୍ୟାଳୟରୁ 9 ଜଣ କିନ୍ନର ପାସ୍ କରିବା ଘଟଣା ସାରା ଓଡ଼ିଶା ପାଇଁ ଅଧିକ ଖୁସିର ଖବର। ଏମାନଙ୍କୁ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା NGO ମାନଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ନିଜର ପରିଚୟ ତଥା ଆତ୍ମସମ୍ମାନ ଖୋଜୁଥିବା ଏହି ମଣିଷମାନଙ୍କୁ ଏକ ସୁନ୍ଦର ଜୀବନ ବଞ୍ଚିବାର ସୁଯୋଗ ଓ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ କ୍ଷେତ୍ରରେ ଉପରୋକ୍ତ ବିଦ୍ୟାଳୟର ଭୂମିକା ପ୍ରଶଂସନୀୟ। ବର୍ତ୍ତମାନର ପରିପ୍ରେକ୍ଷୀରେ ସରକାର ଏହି ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଶିକ୍ଷା ପାଇଁ ବିଶେଷ ଯୋଜନା କରିବା ଆବଶ୍ୟକ। ଅଧାରୁ ପାଠ ଛାଡ଼ୁଥିବା ପୁଅ ଓ ଝିଅମାନଙ୍କୁ ଯେମିତି ଚିହ୍ନଟ କରି ପୁଣି ସ୍କୁଲକୁ ଅଣାଯାଉଛି, ଠିକ୍ ସେମିତି କିନ୍ନରମାନଙ୍କୁ ମଧ୍ୟ ସ୍କୁଲ ଆଣିବାର ବ୍ୟବସ୍ଥା କରାଯାଉ। ଉଚିତ ଶିକ୍ଷା ସେମାନଙ୍କୁ ଉଚିତ ମଣିଷ କରିବା ସହିତ ସେମାନଙ୍କୁ ଗୌରବର ସହ ବଞ୍ଚିବାକୁ ସୁଯୋଗ ସୃଷ୍ଟି କରିବ। ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଦୃଷ୍ଟାନ୍ତ ସୃଷ୍ଟି କରିପାରିବ। ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଏମାନଙ୍କ ଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରନ୍ତୁ। ଯାହା ଏଯାବତ୍ କିନ୍ନରମାନଙ୍କ ଲାଗି ବେଦନାଦାୟକ ହୋଇଛି, ତାହା ହେଲା ବିନା କାରଣରୁ ସେମାନେ ଭୋଗୁଥିବା ଅପମାନ, ଲାଞ୍ଛନା ଓ ନିର୍ଯାତନା। କିନ୍ନରମାନେ ସ୍କୁଲ ଓ କଲେଜରେ ପାଠ ପଢ଼ିଲେ କ୍ରମେ ସେମାନେ ସବୁ ଛାତ୍ରଛାତ୍ରୀଙ୍କ ସହିତ ମିଶି ଏକୀଭୂତ ହୋଇଯିବେ, ବନ୍ଧୁ ସୃଷ୍ଟି କରିବେ। ସେମାନଙ୍କୁ ନେଇଥିବା ଯାବତୀୟ ଭ୍ରାନ୍ତି ଦୂର ହେବ। NGO ଓ ବୁଦ୍ଧିଜୀବୀମାନେ ଏ ଦିଗରେ ପଥ ପ୍ରଦର୍ଶନ ହୁଅନ୍ତୁ।